ପିଲାମାନେ ଆଜି ଗୋଟେ ଟ୍ରିକ୍ ଯାହାକୁ ଆଗରୁ ମୁଁ ବତେଇଛି ଆଉ ଦୁଇଟାକୁ ରିପିଟ୍ କରିବା ହେଲା। ତମେ ଜାଣିଛ କି 2500 ସ୍କୋୟାର କେତେ? 625। ଭେରି ଗୁଡ୍। ଯଦି 25 ସ୍କୋୟାର ଜାଣିଛ ତ ବର୍ତ୍ତମାନ ଯେଉଁ ବି ଗୋଟେ 3 ଅଙ୍କ ହଉ କି 4 ଅଙ୍କ ହଉ ସଂଖ୍ୟା ସେଥିରେ ଯଦି 25 ଲାଗିଛି ତାର ବର୍ଗ କେମିତି ବାହାର କରିବା? ଦେଖ 125 ର ବର୍ଗ ବହୁତ ସ୍ପିଡ୍ କରିବି କେମିତି ହେବ ଦେଖ। ପ୍ରଥମ ଦେଖ ଏଠି କେତେ ଲେଖା ହେଇଛି? 10 ଘର କେତେ ଅଛି? 2 1 ଘର କେତେ ଅଛି? 5 ତ ଏଠି କେତେ? 25 ସ୍କୋୟାର କେତେ? 625 টাকে আমি লিখি দেব রাইট সাইডে লিখি দেব। বর্তমান তুমি গোটে মিনিট পাই ভুলি যাও কিছু সময় পাই এটি গোটে ঠেলা কেতে দুই ঠেলা ভুলি যাও তো এই লেখা কেতে লেখা হয়েছে 15 এই 15 পরে কোন অঙ্ক আছে? 15 একে কেতে 15 কেতে ଅତି ସହଜେ ତୁମେ ବର୍ଗ ବାହାର କରିପାରିବ। କାହାର ଯାହା ଯେଉଁ ହଜାର ହଉ କି ଶତକ ହଉ ଯେଡ଼େ ବର୍ଷ ସଂଖ୍ୟା ହଉ ତାର ଯଦି ଦଶକ ଘରେ ଆଉ ଏକ ଘରେ ଯାଇଥିବ 25 ଥିବ ତାହେଲେ ଆମେ ବହୁତ ଇଜିଲି ବର୍ଗ ବାହାର କରିପାରିବା। ଆଉ ଗୋଟେ ନମ୍ବର ନେବା କେତେ ନେବା? କେତେ ଅଛି ଏଇଟା? 1125 25 ବର୍ଗ ଲେଖିଦେବା। କାହାକୁ ଭୁଲିବା? 2 କୁ ଭୁଲିଯିବା। 2 କୁ ଭୁଲିବା। ରହିଲା କେତେ? 115 ତ 115 ରହିଲା ଯେ 115 115 ରେ ମୁଁ କେତେ ଇଣ୍ଟୁ କରିବି? କେତେ ଇଣ୍ଟୁ କରିବା? 11 115 ରେ 11 ଇଣ୍ଟୁ କରିବା ହେଲା। ଦେଖ 11 5 55 11 1 11 5 16 11 1 12 ତ କେତେ ହେଲା ଏଇଟା? 12,000 ହେବ କି? 12,65,625 ଶିଖିଲ ତ? ବହୁତ ଇଜିରେ ଶିଖିଗଲ।